ମନ୍ତ୍ର 9 ଥର କରିସାରିଲା ପରେ ଆପଣ ଶିବ ଅହଂ ମନ୍ତ୍ର 108 ଥର କରି ନିଜକୁ ଝାଡ଼ିବେ। ଦେଖନ୍ତୁ କେତେ ଥର ବି ଆପଣଙ୍କୁ କହିଛି ଦେଖିଥିବେ। ପୁଣି ଦେଖନ୍ତୁ 9 ଥର ମନ୍ତ୍ର କରିସାରିଲା ପରେ ସେଇ ରକମ ଆଖି ବୁଜି ଧ୍ୟାନ ମୁଦ୍ରାରେ ରହି କରନ୍ତୁ। ନିଶ୍ୱାସ ନେବେ। ଶିବ ଅହମ୍ ଛାଡ଼ିବାଟା ହେଉଛି ଅହମ୍। ମୁଁ ଯେମିତି କରୁଛି ସେରକମ କରିବେ। ପେଟଟା ଖଙ୍କାଳି ହେବ। ମୁଁ 21 ଥର କଲି। ୟାକୁ 108 ଥର କରିବେ। ତାପରେ କରିସାରିଲା ପରେ ଏଇ ରକମ ନିଜକୁ ନିଜେ ଝାଡ଼ି ହେବେ। ଶିବ ଓହମ୍ ମନେ ମନେ କହିକି ଶିବ ଓହମ୍ ଶାନ୍ତି, ଶିବ ଓହମ୍ ଶାନ୍ତି, ଶିବ ଓହମ୍ ଶାନ୍ତି। ଏଇଟା କରିସାରିଲା ପରେ ତାପରେ ଆପଣ ବିଛଣା ଉପରେ ଶୋଇ ଗୋଡ଼ ଆଙ୍ଗୁଳି ବାଁ ଆଙ୍ଗୁଳି କତରୁ ଆରମ୍ଭ କରି ମୁଣ୍ଡ ପର୍ଯ୍ୟନ୍ତ ନେବେ। ଆପଣ ଦେଖିବେ ୟୁଟ୍ୟୁବ୍ ଚ୍ୟାନେଲର ଗୋଟେ 58 ମିନିଟ୍ 40 ସେକେଣ୍ଡର ଅଛି। ୟୁଟ୍ୟୁବ୍ ଚ୍ୟାନେଲ ମାରିବେ ଚିରବସନ୍ତ। ସେଇଥିର ଆସିବ। ଆପଣ ଦେଖିବେ 58 ମିନିଟ୍ 40 ସେକେଣ୍ଡର ଗୋଟେ ଯୋଗ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ରୀତିମତ କରନ୍ତୁ। ନିଶ୍ଚିତ ସୁସ୍ଥ ରହିବେ। କୌଣସି ରୋଗ ବ୍ୟାଧି ଆପଣଙ୍କୁ ଆଟାକ୍ କରିପାରିବ ନାହିଁ। ରହିଲି। ଜୟ ଜୀବ ପିତାମାତା କି ଜୟ।